ମା କାଳୀ କାହିଁକି କଳା ହୋଇଥାନ୍ତି? ତ ଚାଲନ୍ତୁ ଜାଣିବା ଏହା ପଛର ରହସ୍ୟ। ପୌରାଣିକ କଥା ଅନୁସାରେ ଗୋଟିଏ ଥର ଦାରୁକ ନାମକ ଅସୁର ବ୍ରହ୍ମାଙ୍କୁ ପ୍ରସନ୍ନ କରି ତାଙ୍କୁ ଦେବଲୋକ ଜୟ କରିବା ପାଇଁ ମାଗିଲା। ବରଦାନ ମିଳିଲା ପରେ ସେ ଦେବଲୋକରେ ହାହାକାର କରିଦେଲା। ଯେବେ ସବୁ ଦେବତାଗଣ ଏହି ସମସ୍ୟାକୁ ନେଇ ଭଗବାନ ଶିବଙ୍କ ପାଖକୁ ପହଞ୍ଚିଲେ, ସେହି ସମୟରେ ବ୍ରହ୍ମା କହିଲେ ଦାରୁକ ଅସୁରକୁ କୌଣସି ଏକ ସ୍ତ୍ରୀ ହିଁ ମାରିପାରିବ। ଏହାପରେ ମା ପାର୍ବତୀ ସେ ଅସୁରକୁ ମାରିବା ପାଇଁ ନିଜର ଗୋଟିଏ ଅଂଶକୁ ଭଗବାନ ଶିବଙ୍କର ଭିତରେ ପ୍ରବେଶ କରିଲେ। ମା ପାର୍ବତୀଙ୍କ ସେହି ଅଂଶ ଭଗବାନ ଶିବଙ୍କ ଶରୀରରେ ପ୍ରବେଶ କରି ତାଙ୍କ କଣ୍ଠରେ ଥିବା ବିଷରେ ନିଜର ଆକାର ଧାରଣ କରିବାକୁ ଲାଗିଲା। ସେହି ବିଷର ପ୍ରଭାବରେ ମା ପାର୍ବତୀଙ୍କ ସେହି ଅଂଶ କଳା ରଙ୍ଗରେ ପରିବର୍ତ୍ତିତ ହୋଇଗଲା, ଯାହାକୁ ମା କାଳୀ କହନ୍ତି। ଭଗବାନ ଶିବ ସେହି ଅଂଶକୁ ନିଜ ଭିତରୁ ତୃତୀୟ ନେତ୍ର ଖୋଲି ତାଙ୍କର ଏହି ଆଖି ଦ୍ୱାରା ଭୟଙ୍କର ବିକରାଳ ରୂପ ଧରି କଳା ବର୍ଣ୍ଣ ଧରି ମା କାଳୀ ଉତ୍ପନ୍ନ ହୋଇଲେ। ତାପରେ ଦାରୁକ ଅସୁରକୁ ଭସ୍ମ କରିଦେଲେ। ଏହା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଗୋଟିଏ ଚମତ୍କାର ଥିଲା। ଆପଣମାନଙ୍କୁ ଯଦି ଏହି ଭିଡିଓଟି ଭଲ ଲାଗିଛି କମେଣ୍ଟରେ ଜୟ ମା କାଳୀ ଅବଶ୍ୟ ଲେଖିବେ। ଆପଣମାନେ ଆମ ଚ୍ୟାନେଲକୁ ଯଦି ନୂଆରେ ଆସିଛନ୍ତି ତ ଆମ